ଜୟ ଜଗନ୍ନାଥ। ନମସ୍କାର ପ୍ରିୟ ଦର୍ଶକ ବନ୍ଧୁ। ମୁଁ ଜ୍ୟୋତିଷାଚାର୍ଯ୍ୟ ପ୍ରମୋଦ ପଣ୍ଡା ଆପଣମାନଙ୍କୁ ସ୍ୱାଗତ କରୁଛି ଆପଣମାନଙ୍କର ପ୍ରିୟ ଚ୍ୟାନେଲ ଆଷ୍ଟ୍ରୋ କଲ୍ୟାଣ ଚ୍ୟାନେଲକୁ। ପ୍ରିୟ ଦର୍ଶକ ବନ୍ଧୁ, ଯେଉଁ ବ୍ୟକ୍ତିମାନଙ୍କୁ ଚ୍ୟାନେଲକୁ ଦେଖୁଛନ୍ତି ସବସ୍କ୍ରାଇବ କରିନାହାନ୍ତି, ସବସ୍କ୍ରାଇବ କରନ୍ତୁ, ଲାଇକ୍ କରନ୍ତୁ, ଅଧିକରୁ ଅଧିକ ସେୟାର କରନ୍ତୁ। ଏବେ ଆସନ୍ତୁ ଜାଣିବା ଆଜି ଦିନର ସୁନ୍ଦର ଟିପ୍ସଟି। ଆଜି ବହୁତ ଭଲ ଦିନ ଅଛି। ଶ୍ରାବଣ ମାସ କୃଷ୍ଣ ପକ୍ଷ ଅମାବାସ୍ୟା ତିଥି, ପୁଷ୍ୟା ନକ୍ଷତ୍ର ବୁଧବାର। ଆଜି ଅଛି ବୁଧ ପୁଷ୍ୟା ନକ୍ଷତ୍ର ଏବଂ ଅମାବାସ୍ୟା ତିଥି। ଯଦି ଆପଣଙ୍କ ଘରେ ଆପଣ ଜାଣୁଛନ୍ତି ତନ୍ତ୍ର ମନ୍ତ୍ର ଯନ୍ତ୍ର ଇତ୍ୟାଦି ପ୍ରୟୋଗ ହେଇଛି ବା ଭୟଭୀତ ଲାଗୁଛି, ଭୂତ ପ୍ରେତ ବାଧା ଆସୁଛି, ଘରରେ ବାସ୍ତୁ ଦୋଷ ଦେଖାଦେଉଛି, ତାହେଲେ ଆଜି ଅଛି ବହୁତ ଭଲ ଦିନ। ଆଜି ଚିତା ଲାଗି ଅମାବାସ୍ୟା ଆଜି ଦିବସରେ ଭଲ ଭଲ ପିଠା ପଣା କରି ଭଗବାନ ଭୋଲେନାଥଙ୍କୁ ସମର୍ପଣ କରନ୍ତୁ। ଇଏ ହେଲା ଗୋଟିଏ କଥା। ଦ୍ୱିତୀୟ କଥା, ପ୍ରଧାନତଃ ସମସ୍ତ ତନ୍ତ୍ର ମନ୍ତ୍ର ଯନ୍ତ୍ର ଭୂତ ପ୍ରେତ ବାଧା ବିଘ୍ନକୁ କାଟିବା ପାଇଁ ହେଲେ ଅମୋଘ ଉପାୟ ଅଛି। ଆଜି ଶ୍ଵେତ ସୋରିଷ ନିଅନ୍ତୁ, ଶ୍ଵେତ ସୋରିଷରେ ଟିକେ ହଳଦୀ ଗୁଣ୍ଡ ଏବଂ ସିନ୍ଦୁର ପକାନ୍ତୁ, ନାଲି ସିନ୍ଦୁର ପକେଇବେ। ନୃସିଂହାଷ୍ଟକ ମନ୍ତ୍ରରେ ଅଭିମନ୍ତ୍ରଣ କରନ୍ତୁ, ଗୃହରେ ଛିଞ୍ଚି ଦିଅନ୍ତୁ ଏବଂ କିଛି ପାଖରେ ରଖନ୍ତୁ। ନିଶ୍ଚିତ ରୂପରେ ଆପଣଙ୍କର ମଙ୍ଗଳ ହେବ, ସଫଳତା ମଧ୍ୟ ଦେଖାଦେବ। ପ୍ରିୟ ଦର୍ଶକ ବନ୍ଧୁ, ଏତ ଥିଲା ଆଜି ଦିନର ସୁନ୍ଦର ଟିପ୍ସଟି। ଏବେ ଆସନ୍ତୁ ଜାଣିବା ଆଜି ଦିନର ପଞ୍ଚାଙ୍ଗ ଏବଂ 12ଟି ରାଶିର ରାଶିଫଳ ବିଷୟରେ। 12 ଅଗଷ୍ଟ 2026 ମସିହା ଶ୍ରାବଣ ମାସ କୃଷ୍ଣ ପକ୍ଷ ଅମାବାସ୍ୟା ତିଥି, ପୁଷ୍ୟା ନକ୍ଷତ୍ର ବୁଧବାର। ଆଜି ଦିନର ଶୁଭାଶୁଭ ସମୟ ପ୍ରାତଃ 5ଟା 28 ଠାରୁ 8ଟା 39 ପର୍ଯ୍ୟନ୍ତ ଶୁଭ ସମୟ ଭଦ୍ରକ। ତତ୍ପଶ୍ଚାତ ପ୍ରାତଃ 10ଟା 15 ଠାରୁ 11ଟା 51 ପର୍ଯ୍ୟନ୍ତ ଶୁଭ ସମୟ ଭଦ୍ରକ। ତତ୍ପଶ୍ଚାତ ସାୟଂ 3ଟା 4 ଠାରୁ 6ଟା 17 ପୁନଃ ରାତ୍ର 7ଟା 40 ଠାରୁ 11ଟା 52 ପର୍ଯ୍ୟନ୍ତ ଶୁଭ ସମୟ ଭଦ୍ରକ। ଉକ୍ତ ଶୁଭ ସମୟରେ କୌଣସି ଦୂରଯାତ୍ରା ଶୁଭ କାର୍ଯ୍ୟ ବା ଦେବାଦେବୀ ଦେବତାଙ୍କର ପୂଜା ଅର୍ଚ୍ଚନା କରୁଛନ୍ତି, ତାହେଲେ ନିଶ୍ଚିତ ରୂପରେ ଆପଣଙ୍କର ମଙ୍ଗଳ ହେବ। ଆଜି ଦିନର ରାହୁ କାଳ ସମୟ ପ୍ରାତଃ 11ଟା 52 ଠାରୁ ମଧ୍ୟାହ୍ନ 1ଟା 28 ପର୍ଯ୍ୟନ୍ତ ରାହୁ କାଳ ସମୟ ଭୋଗ, ଟିକେ ସାବଧାନ। ଆଜି ଦିନର ଘାତ ବାର, କର୍କଟ ରାଶିକୁ ଘାତ ବାର, ଚାहे କର୍କଟ ଲଗ୍ନ ହଉ ଚାहे କର୍କଟ ରାଶି ହଉ, ଘାତ ବାର ଅଛି, ଟିକେ ସାବଧାନ। ଆଜି ଦିନର କୌଣସି ରାଶିକୁ ଘାତ ଚନ୍ଦ୍ର ନାହିଁ। ଏତ ଥିଲା ଆଜି ଦିନର ପଞ୍ଚାଙ୍ଗ। ଏବେ ଆସନ୍ତୁ ଜାଣିବା ଆଜି ଦିନର 12ଟି ରାଶିର ରାଶିଫଳ ବିଷୟ। ମେଷ ରାଶି। ମେଷ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ବହୁତ ଭଲ ଦିନ ଅଛି। କ'ଣ ଭଲ ଦିନ ଅଛି? ଗୃହ କାର୍ଯ୍ୟ, ନୂତନ ଗୃହ ପ୍ରବେଶ ପ୍ରତିଷ୍ଠା ଏବଂ ପ୍ରତିଷ୍ଠା କାର୍ଯ୍ୟ, ସ୍ଥିରତା ଏବଂ ଗୃହକୁ ସଜେଇବା, ନୂତନ ଗାଡ଼ି ପ୍ରପର୍ଟି ଜମି ଜାଇଦାଦ କ୍ଷେତ୍ର ନିବେଶ କରିବା ଇତ୍ୟାଦି ଶୁଭ ମୁହୂର୍ତ୍ତ ଅନୁସାରେ ଫଲୋ କରନ୍ତୁ। ଏତଦ୍ ବ୍ୟତୀତ ଟିକେ ଧ୍ୟାନ ଦେବେ କର୍ମକ୍ଷେତ୍ର। କର୍ମକ୍ଷେତ୍ରରେ ନିଶ୍ଚିତ କିଛି ନା କିଛି ବାଧା ଆସିପାରେ, ଅନ୍ୟଥା ସଫଳତା ଦେଖାଦେବ। ମୁଁ ଦୁଇ ପକ୍ଷରୁ କଥା କହୁନାହିଁ। ବାଧା କେମିତି ଆସିବ? ଦେବଗୁରୁ ବୃହସ୍ପତିଙ୍କର ଦୃଷ୍ଟି। ସଫଳତା କେମିତି ଆସିବ? ସୂର୍ଯ୍ୟଙ୍କର ଦୃଷ୍ଟି ଏବଂ ଚନ୍ଦ୍ର ମହାଗ୍ରହଙ୍କର ମଧ୍ୟ। ଏଥିନିମିତ୍ତ ବହୁତ କିଛି ଫଳପ୍ରଦ ଘଟିବାର ଅଛି। ଆଜିର ଲକି ନମ୍ବର 3, ଲକି କଲର ୟେଲୋ, ଲକି ଡାଇରେକ୍ସନ ନର୍ଥ ଇଷ୍ଟ। ଭଗବାନ ବିଷ୍ଣୁଙ୍କୁ ପୂଜା ଅର୍ଚ୍ଚନା କରନ୍ତୁ, ସୁଖର ଦିନ ଘଟିବ। ବିଷ୍ଣୁ ସହସ୍ର ନାମ ସ୍ତୋତ୍ର ପାଠ କରନ୍ତୁ, ବହୁତ ଭଲ ଦିନ ଘଟିବ। ବୃଷ ରାଶି। ଭାଗ୍ୟରେ ପରିବର୍ତ୍ତନତା ଆସିବ, ପରାକ୍ରମ କ୍ଷେତ୍ରରେ ବିଜୟ ପ୍ରାପ୍ତି ହେବ, ଭାଇ ଭଉଣୀ ମିତ୍ରଙ୍କ ଦ୍ୱାରା ସହଯୋଗ ମିଳିବ, ଦୂରଯାତ୍ରା ମଧ୍ୟ ଦେଖାଦେଉଛି। ଆଜିର ଲକି ନମ୍ବର୍ସ 9, ଲକି କଲର୍ସ ରେଡ୍, ଲକି ଡାଇରେକ୍ସନ ସାଉଥ। ମହାଦେବଙ୍କୁ ଭକ୍ତିର ସହିତ ପୂଜା ଅର୍ଚ୍ଚନା କରନ୍ତୁ, ପଞ୍ଚାମୃତରେ ମହାଦେବଙ୍କୁ ଆଜି ଅଭିଷେକ କରନ୍ତୁ, ସୁଖର ଦିନ ଘଟିବ। ମିଥୁନ ରାଶି। ମିଥୁନ ରାଶି ବ୍ୟକ୍ତିମାନଙ୍କ ପାଇଁ ଗାଡ଼ି ଘୋଡ଼ା ସାବଧାନ ଚଲାନ୍ତୁ, ମନକୁ କଣ୍ଟ୍ରୋଲ ରଖନ୍ତୁ, ଅର୍ଥ ପ୍ରାପ୍ତି ଯୋଗ ଅଛି,
ଦୂରଯାତ୍ରା ମଧ୍ୟ ଦେଖାଦେଉଛି। କ୍ରୋଧ ଚିନ୍ତା ଠାରୁ ଦୂରେଇ ରହିବା ବହୁତ ଆବଶ୍ୟକତା ଅଛି। ଅଖାଦ୍ୟ ଭୋଜନ କରିବା ଉଚିତ ନୁହେଁ ବା ଅସଙ୍ଗତା ସହିତ ସଙ୍ଗ କରିବା ମଧ୍ୟ ଠିକ୍ ନୁହେଁ। ଆଜିର ଲକି ନମ୍ବର 8, ଲକି କଲର୍ସ ବ୍ଲାକ୍, ଲକି ଡାଇରେକ୍ସନ ୱେଷ୍ଟ। ଭଗବାନ ବରୁଣ ଦେବତାଙ୍କୁ ଭକ୍ତିର ସହିତ ପୂଜା ଅର୍ଚ୍ଚନା କରନ୍ତୁ। ଏତଦ୍ ବ୍ୟତୀତ ମତ୍ସ୍ୟକୁ କିଛି ଖାଇବାକୁ ଦିଅନ୍ତୁ, ସୁଖ ଦିନ କଟିବ। କର୍କଟ ରାଶି ବ୍ୟକ୍ତିମାନଙ୍କ ପାଇଁ ଦାମ୍ପତ୍ୟ ଜୀବନ ଆନନ୍ଦ, ସୁଖ, ମଧୁମୟ। ଯେଉଁ ଜିନିଷ ଆପଣଙ୍କ ପ୍ରତି ବହୁତ ଦିନ ଧରି କଷ୍ଟ ଦେଖାଯାଉଥିଲା, ଆନନ୍ଦରେ ପ୍ରତିଚ୍ଛେଦନ ଲାଗିଯାଇଥିଲା, ସେଥିରେ କିଛି ନା କିଛି ସୁଧାରତା ଦେଖାଦେବ। ପ୍ଲାନିଂ ଅନୁସାରେ କାର୍ଯ୍ୟ କରନ୍ତୁ, ଅଧିକ ଲାଭ ପାଇବେ। ସଂଘର୍ଷ ନୁହେଁ ଏବଂ ଧୈର୍ଯ୍ୟ ବହୁତ ଆବଶ୍ୟକତା ଅଛି। ଆଜିର ଲକି ନମ୍ବର 5, ଲକି କଲର୍ସ ଗ୍ରୀନ, ଲକି ଡାଇରେକ୍ସନ ନର୍ଥ। ଭଗବାନ ଲକ୍ଷ୍ମୀ ନାରାୟଣଙ୍କୁ ଭକ୍ତିର ସହିତ ପୂଜା ଅର୍ଚ୍ଚନା କରନ୍ତୁ, ସୁଖ ଦିନ କଟିବ। ସିଂହ ରାଶି ବ୍ୟକ୍ତିମାନଙ୍କ ପାଇଁ ଖର୍ଚ୍ଚ ଟିକେ ବଢ଼ିବ। ଦୂରଯାତ୍ରା, ତୀର୍ଥବ୍ରତ ଯାତ୍ରା ମଧ୍ୟର ସମ୍ଭାବନା ଦେଖାଦେଉଛି। କୌଣସି ବି କାର୍ଯ୍ୟ କରୁଛନ୍ତି ଜଲ୍ଦବାଜି କରନ୍ତୁନି, ଧୀର ପାଣି ପତ୍ର କାଟେ। ଧୈର୍ଯ୍ୟ ଧରନ୍ତୁ। କେହି ଯଦି ଆପଣଙ୍କ ନାଁରେ କିଛି ବ୍ଲେମ୍ କରୁଛି, ଆପଣ ଜଲ୍ଦି ବ୍ୟସ୍ତତା ହୁଅନ୍ତୁନି, ରଖନ୍ତୁ, ଦେଖନ୍ତୁ, ଆଗକୁ ବଢ଼ନ୍ତୁ। ଆଜିର ଲକି ନମ୍ବର 4, ଲକି କଲର୍ସ ଗ୍ରେ, ଲକି ଡାଇରେକ୍ସନ ସାଉଥ ୱେଷ୍ଟ। ମହାଦେବଙ୍କୁ ଭକ୍ତିର ସହିତ ପୂଜା ଅର୍ଚ୍ଚନା କରନ୍ତୁ। 5ଟି ବେଲପତ୍ର ମହାଦେବଙ୍କୁ ଦାନ କରନ୍ତୁ। ନାଗରାଜଙ୍କୁ ଆଜି ଦୁଗ୍ଧ ପାନ କରନ୍ତୁ, ସୁଖ ଦିନ କଟିବ। କନ୍ୟା ରାଶି ବ୍ୟକ୍ତିମାନଙ୍କ ପାଇଁ କ'ଣ କରୁଛନ୍ତି, କ'ଣ କରିବା ଆବଶ୍ୟକତା ଅଛି, କିନ୍ତୁ ବେପାର ବାଣିଜ୍ୟ କ୍ଷେତ୍ରରେ କିଛି ସୁଧାରତା ଦେଖାଦେବ। ଧର୍ମ କାର୍ଯ୍ୟ, ତୀର୍ଥବ୍ରତ, ସାଧୁ ସନ୍ଥ, ଗୁରୁ କୃପା ଏ ସମସ୍ତ ପ୍ରାପ୍ତି ଯୋଗ ଅଛି। ବନ୍ଧୁବାନ୍ଧବ ମଧ୍ୟରେ ସହଯୋଗ ବୃଦ୍ଧି ପାଇବ। ସନ୍ତାନକୁ ନେଇ ଆନନ୍ଦିତ ହେବେ। ବିଦ୍ୟାର୍ଥୀ ସଫଳତା ଅର୍ଜନ କରିବେ। ଆଜିର ଲକି ନମ୍ବର 8, ଲକି କଲର୍ସ ବ୍ଲାକ୍, ଲକି ଡାଇରେକ୍ସନ ୱେଷ୍ଟ। ଭଗବାନ ହନୁମାନ ମହାପ୍ରଭୁଙ୍କର ବଜ୍ରବାଣ ସ୍ତୋତ୍ର ପାଠ କରନ୍ତୁ। ହନୁମାନ ମହାପ୍ରଭୁଙ୍କୁ ଆଜି ଚାନ୍ଦୁଲି ତେଲରେ ସିନ୍ଦୁର ମିଶାଇ ଦାନ କରନ୍ତୁ, ସୁଖ ଦିନ କଟିବ। ତୁଳା ରାଶି ବ୍ୟକ୍ତିମାନଙ୍କ ପାଇଁ କର୍ମକ୍ଷେତ୍ର ଉଚ୍ଚ ପଦସ୍ଥ ଆଜି ସଫଳତା ଅଛି। ପ୍ରମୋସନ, ପୋଜିସନ, ଇନକ୍ରିମେଣ୍ଟ, ନୂତନ କର୍ମ ବା କୌଣସି କ୍ଷେତ୍ରରେ ଇଣ୍ଟରଭ୍ୟୁ ଦେଉଛନ୍ତି, ନିଶ୍ଚିତ ରୂପରେ ଫଳପ୍ରଦ ଦେଖାଦେବ। ଗୃହ କାର୍ଯ୍ୟରେ ମଧ୍ୟ ଭଲ ରହିବ। ପିତାମାତାଙ୍କର ସପୋର୍ଟ ମିଳିବ। ମାତାଙ୍କ ସହିତ ଶ୍ରଦ୍ଧାବାନ ହେବା ଦରକାର। ପିତାମାତାଙ୍କୁ ଭକ୍ତି କରନ୍ତୁ, ଶ୍ରଦ୍ଧା କରନ୍ତୁ, ସେବା କରନ୍ତୁ। ଆଜିର ଲକି ନମ୍ବର 9, ଲକି କଲର୍ସ ରେଡ୍, ଲକି ଡାଇରେକ୍ସନ ସାଉଥ। ଭଗବତୀ ଜଗଦମ୍ବା, ଜଗତମାତା, ଜଗତ କଲ୍ୟାଣୀମୟୀ ମା ଦୁର୍ଗାଙ୍କୁ ଭକ୍ତିର ସହିତ ପୂଜା ଅର୍ଚ୍ଚନା କରନ୍ତୁ। ନବାନ୍ନ ମନ୍ତ୍ରକୁ ଜପ କରନ୍ତୁ, ସୁଖର ଦିନ କଟିବ। ବିଛା ରାଶି ବ୍ୟକ୍ତିମାନଙ୍କ ପାଇଁ କ'ଣ କରୁଛନ୍ତି, କ'ଣ କରିବା ଆବଶ୍ୟକତା ଅଛି, ପ୍ଲାନିଂ ଅନୁସାରେ କରୁଛନ୍ତି, କିଛି ବି କାର୍ଯ୍ୟ ବା ଜବ୍ ହଉ, ବିଜନେସ୍ ହଉ ବା କୌଣସି ନୂତନ କର୍ମ ହଉ ବା କୌଣସି ଡିସିସନ୍ ହଉ, ଜବରଦସ୍ତ ସହଯୋଗ ମିଳିବ। କିନ୍ତୁ ଆଜି ଦିବସରେ କୌଣସି ମିତ୍ରଙ୍କ ଠାରୁ ସହଯୋଗ ମାଗୁଛନ୍ତି, ଅଧିକ ଲାଭ ରହିବେ। ଆଜିର ଲକି ନମ୍ବର 3, ଲକି କଲର୍ସ, ଲକି ଡାଇରେକ୍ସନ ନର୍ଥ ଇଷ୍ଟ। ଭଗବାନ ପ୍ରଶସ୍ତ ବୃକ୍ଷ ମୂଳରେ ଜଳଗୁରୁ ଦାନ କରନ୍ତୁ, ଦୀପଟିଏ ଦାନ କରନ୍ତୁ, ମଙ୍ଗଳ ହେବ। ଧନୁରାଶି ବ୍ୟକ୍ତିମାନଙ୍କ ପାଇଁ ଅର୍ଥର ଆଗମନ, ଅର୍ଥକୁ ପ୍ଲାନ୍, ବୁଦ୍ଧି, ବିଦ୍ୟା, ପାରଙ୍ଗମତା ଦେଖାଦେବ। ଈଶ୍ୱରଙ୍କ କୃପା ମଧ୍ୟ ପଡ଼ିବ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ମନକୁ ଦୁର୍ବଳତା କରିବା ଉଚିତ ନୁହେଁ। ମନକୁ ପଜିଟିଭ ଥଟ୍ ନିଅନ୍ତୁ। ଦୂର ଦୂରାନ୍ତ ଯାତ୍ରା ଦେଖାଦେଉଛି। ଆଜିର ଲକି ନମ୍ବର 6, ଲକି କଲର୍ସ ହ୍ୱାଇଟ୍, ଲକି ଡାଇରେକ୍ସନ ସାଉଥ ଇଷ୍ଟ। ଭଗବାନ ଗଣେଶ ପାଠ କରନ୍ତୁ, ସୁଖ ଦିନ କାଟିବ। ମା ଦୁର୍ଗାଙ୍କୁ ଆରାଧନା କରନ୍ତୁ। ମକର ରାଶି ବ୍ୟକ୍ତିମାନଙ୍କ ପାଇଁ ସବୁଠୁ ବଡ଼ ଜିନିଷ ହେଉଛି ଆଜିର ମୌକା ସାୟଦ ଆପଣଙ୍କୁ ମିଳିବନି। ସଦାସର୍ବଦା ତତ୍ପର ରହିବା, ଚେଷ୍ଟା କରିବା, ପ୍ରୟାସ ବନାଇବା, ସନ୍ତୁଷ୍ଟି ରହିବା ଏବଂ ଶାନ୍ତିର ରୂପରେ କାମ କରିବା, ପଜିଟିଭ ଥଟ୍ ନେଇ ଚାଲିବା, ସଫଳତା ଆନନ୍ଦ କରିବ। ଆଜିର ଲକି ନମ୍ବର 2, ଲକି କଲର୍ସ ହ୍ୱାଇଟ୍, ଲକି ଡାଇରେକ୍ସନ ନର୍ଥ ୱେଷ୍ଟ। ଆଜି ଦେହରେ ଇତର ଲଗାନ୍ତୁ ଏବଂ ମହାଦେବଙ୍କୁ ମଧ୍ୟ ଦାନ କରନ୍ତୁ, ସୁଖ ଦିନ କଟିବ। କୁମ୍ଭ ରାଶି ବ୍ୟକ୍ତିମାନଙ୍କ ପାଇଁ ବେଫିଜୁଲ ସନ୍ଦେହତା ଭିତରେ ରହିବା ଉଚିତ ନୁହେଁ।
ସନ୍ଦେହ ସଫଳତା ଦେଖାଦେବ। ସନ୍ଦେହ କରନ୍ତୁ, ମନକୁ ଉଚ୍ଚ ଆସନ ରଖନ୍ତୁ, ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। କାହାର ରେସ୍କ ନେବା ଉଚିତ ନୁହେଁ। ଆଜିର ଲକି ନମ୍ବର୍ସ 2, ଲକି କଲର୍ସ ହ୍ୱାଇଟ୍, ଲକି ଡାଇରେକ୍ସନ ନର୍ଥ ୱେଷ୍ଟ। ମହାଲକ୍ଷ୍ମୀ ଅଷ୍ଟକ ସ୍ତୋତ୍ର ପାଠ କରନ୍ତୁ। ମା ଲକ୍ଷ୍ମୀଙ୍କୁ ସୁଗନ୍ଧିତ ପୁଷ୍ପ ଦାନ କରନ୍ତୁ। ସୁଖ ଦିନ କଟିବ। ମୀନ ରାଶି ବ୍ୟକ୍ତିମାନଙ୍କ ପାଇଁ କର୍ମକ୍ଷେତ୍ର ଭାଗ୍ୟର ପରିବର୍ତ୍ତନତା, ସନ୍ତାନକୁ ନେଇ ଆନନ୍ଦତା, ଇନକମ୍ ସୋର୍ସ ଠିକ୍ ଠାକ୍ ରହିବ। ପ୍ରତ୍ୟେକ କାର୍ଯ୍ୟ ଟିକେ ରୁକାବଟ ହବ, କିନ୍ତୁ ଲାଭେ ରହିବେ। ଆଜିର ଲକି ନମ୍ବର୍ସ 6, ଲକି କଲର୍ସ ହ୍ୱାଇଟ୍, ଲକି ଡାଇରେକ୍ସନ ସାଉଥ୍ ଇଷ୍ଟ। ଗଣେଶ ଧର୍ମ ଶୀର୍ଷ ସ୍ତୋତ୍ର ପାଠ କରନ୍ତୁ। ସୁଖ ଦିନ କଟିବ। ପ୍ରିୟ ଦର୍ଶକ ବନ୍ଧୁ, ଏତ ଥିଲା ଆଜି ଦିନର 12ଟା ରାଶି ଫଳ। ଆଜି ତ ସମୟ ଦେଇଛି, କାର୍ଯ୍ୟକ୍ରମକୁ ଆମେ ଏଇଠି ରଖୁଛୁ। ପୁଣି ଦେଖା ହେବା ମଧ୍ୟରେ। ଜୟ ଜଗନ୍ନାଥ, ନମସ୍କାର।